ଆମ ଜୀବନର ବହୁ ସୁନ୍ଦର କଥା। ମା ବାପାଙ୍କ ଆଖିରେ ଦୁଇଥର ହିଁ ଲୁହ ଆସିଥାଏ। ଏକରେ ଯେତେବେଳେ ଝିଅ ଘର ଛାଡ଼ିକି ଚାଲି ଯାଇଥାଏ ଏବଂ ଦୁଇରେ ଯେତେବେଳେ ପୁଅ ମୁହଁ ମୋଡ଼ିକି ଚାଲି ଯାଇଥାଏ। ନିଜ ପସନ୍ଦର ସ୍ତ୍ରୀ ମିଳିପାରିବ, କିନ୍ତୁ ପୁଣ୍ୟ ଦ୍ୱାରା ମା ଏବଂ ବାପା ମିଳିପାରିବେ। ଯିଏ ଯେମିତି ଦେଖାଯାଏ ତାର ମାନେ ନୁହେଁ ସିଏ ସେମିତିକା। କାହିଁକି ନା କଳା ଡାଲିର ରଙ୍ଗ କେବଳ ଉପର ଚୋପା ହିଁ କଳା ହୋଇଥାଏ। କୃଷ୍ଣ କୁହନ୍ତି, ମା କେବେ ସାଧାରଣ ନୁହନ୍ତି, ସେ ଈଶ୍ୱରଙ୍କ ପରି ଶକ୍ତି, ଯିଏକି ନିଜେ ମୃତ୍ୟୁ କୋଳକୁ ଯାଇକି ଏବଂ ଏକ ଜୀବନକୁ ଜନ୍ମ ଦିଏ। ସେଥିପାଇଁ ମାଆକୁ ସର୍ବଦା ସମ୍ମାନ କରନ୍ତୁ। ସମସ୍ତେ ଆପଣଙ୍କ ପାଇଁ ତାଳି ବଜାଇବେ ଏହା ଜରୁରୀ ନୁହେଁ। କିଛି ଲୋକ ଆପଣଙ୍କ ଉପରେ ଆଙ୍ଗୁଠି ମଧ୍ୟ ଉଠାଇବେ। କାହିଁକି ନା ଜୀବନ ଅଛି ମାନେ ନିନ୍ଦା ବି ଅଛି। ସେବା ସମସ୍ତଙ୍କର କରନ୍ତୁ, କିନ୍ତୁ ଆଶା କାହାଠୁ ବି ରଖନ୍ତୁ ନାହିଁ। କାହିଁକି ନା ସେବାର ସଠିକ୍ ମୂଲ୍ୟ ଈଶ୍ୱର ହିଁ ଦେଇପାରିବେ, ମଣିଷ ନୁହେଁ। ଲୋକମାନେ କୁହନ୍ତି କି ଏକା ଆସିଥିଲେ ଏକା ହିଁ ଯିବା, କିନ୍ତୁ ସତ୍ୟ କଥା ଏହା ହେଉଛି ଯେ ଦୁଇ ଜଣଙ୍କ ବିନା କେହି ଆସନ୍ତି ନାହିଁ ଏବଂ ଚାରି ଜଣଙ୍କ ବିନା କେହି ଯାଆନ୍ତି ନାହିଁ। ଯଦି ଆପଣଙ୍କ ଜୀବନକୁ ବୁଝିବାକୁ ଚାହୁଁଛନ୍ତି ତେବେ ପଛକୁ ଦେଖନ୍ତୁ। ଯଦି ଆପଣ ଜୀବନ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଆଗକୁ ଦେଖନ୍ତୁ। ଜୀବନରେ ଦୁଇଟି ଜିନିଷ କେବେ ଶେଷ ହୁଏ ନାହିଁ, ଈଶ୍ୱରଙ୍କ କଥା ଏବଂ ମଣିଷର ବ୍ୟଥା। କାହାର ଖୁସିର କାରଣ ହୁଅ ସାଥୀ ନୁହେଁ ଏବଂ କାହାର ଦୁଃଖର ସାଥୀ ହୁଏ ତାର କାରଣ ନୁହେଁ। ବିଶ୍ୱାସ ଭାଙ୍ଗିଗଲେ କୌଣସି ଶବ୍ଦ ହୁଏ ନାହିଁ, କିନ୍ତୁ ଏହାର ପ୍ରତିଧ୍ୱନି ଜୀବନ ସାରା ଶୁଣାଯାଏ। ବିଶ୍ୱାସ କରିବାକୁ ଶିଖନ୍ତୁ। ସାରା ବିଶ୍ୱ ସନ୍ଦେହ କରେ। ଜୀବନ ଯେତେବେଳେ ଦିଅ ଏହା କୌଣସି ଅନୁଗ୍ରହ ଦେଖାଏ ନାହିଁ ଏବଂ ଯେତେବେଳେ ନିଅ ଏହା ବିଚାର କରେ ନାହିଁ। ଏହି ଦୁନିଆରେ ଦୁଇଟି ଗଛ ଅଛି ଯାହା କେବେ ମଳିନ ହୁଏ ନାହିଁ ଏବଂ ଯଦି କିଛି ଶୁଖିଯାଏ ତେବେ ଏହାର କୌଣସି ଚିକିତ୍ସା ନାହିଁ। ପ୍ରଥମଟି ହେଉଛି ନିଃସ୍ୱାର୍ଥପର ପ୍ରେମ ଏବଂ ଦ୍ୱିତୀୟଟି ହେଉଛି ଅତୁଟ ବିଶ୍ୱାସ। ଗଛର ଡାଳରେ ବସିଥିବା ପକ୍ଷୀ କେବେ ଡାଳ ହଲିବାକୁ ଭୟ କରେ ନାହିଁ, କାରଣ ପକ୍ଷୀ ଡାଳ ଉପରେ ନୁହେଁ ବରଂ ତାର ଡେଣା ଉପରେ ବିଶ୍ୱାସ କରେ। ଭାଙ୍ଗି ଯାଇଥିବା ବିଶ୍ୱାସ ଏବଂ ଚାଲି ଯାଇଥିବା ପିଲାଦିନ କେବେ ବି ଆଉଥରେ ଦ୍ୱିତୀୟ ଥର ପାଇଁ ମିଳିନଥାଏ। ଘୃଣାରେ କ'ଣ ଅଛି? ପ୍ରେମ ସହିତ ବଞ୍ଚିବା ଶିଖନ୍ତୁ, କାରଣ ଏହି ଦୁନିଆ ଆମର ଘର ନୁହେଁ ଏବଂ ଆମର ଠିକଣା ମଧ୍ୟ ନାହିଁ। ମନେ ରଖନ୍ତୁ, କେବଳ କାହାଣୀଗୁଡ଼ିକ ଦ୍ୱିତୀୟ ସୁଯୋଗ ଦେଇଥାଏ, ଜୀବନକୁ ନୁହେଁ। ସାହସିକତା ପାଇଁ ସ୍ୱାର୍ଥପରତା ତ୍ୟାଗ କରି ଦିଅନ୍ତୁ, କିନ୍ତୁ ସ୍ୱାର୍ଥପରତା ପାଇଁ ସାଥ ଛାଡ଼ି ଦିଅନ୍ତୁ ନାହିଁ। ପିତା ସତ୍ୟ କଥା। ଏକ ବିକ୍ଷିପ୍ତ ସମାଜ ଏବଂ ବିକ୍ଷିପ୍ତ ପରିବାର କେବେ ବି ରାଜା ହୋଇପାରିବ ନାହିଁ, କିନ୍ତୁ ସେମାନଙ୍କ ମଧ୍ୟରେ ଯୁଦ୍ଧ ହୋଇପାରିବ ନାହିଁ। କିନ୍ତୁ ସେମାନଙ୍କ ମଧ୍ୟରେ ଯୁଦ୍ଧ କରି ସେ ନିଶ୍ଚିତ ଭାବରେ ଅନ୍ୟମାନଙ୍କୁ ରାଜା କରିଥାଏ। ଜ୍ଞାନ, ଧନ ଏବଂ ବିଶ୍ୱାସ ତିନୋଟି ବହୁତ ଭଲ ବନ୍ଧୁ ଥିଲେ। ତିନି ଜଣଙ୍କ ମଧ୍ୟରେ ବହୁତ ପ୍ରେମ ଥିଲା। ଏପରି ଏକ ସମୟ ଆସିଲା ଯେତେବେଳେ ତିନି ଜଣଙ୍କୁ ଅଲଗା ହେବାକୁ ପଡ଼ିଲା। ତିନି ଜଣ ପରସ୍ପରକୁ ପ୍ରଶ୍ନ କଲେ, ଆମେ କେଉଁଠି ଭେଟିବା? ଜ୍ଞାନ କହିଲା, ମୁଁ ତୁମକୁ ମନ୍ଦିର ସ୍କୁଲରେ ଭେଟିବି। ଧନ କହିଲା, ମୁଁ ତୁମକୁ ଧନୀ ଲୋକଙ୍କ ମଧ୍ୟରେ ଭେଟିବି। ବିଶ୍ୱାସ ଚୁପ୍ ରହିଲା। ଦୁହେଁ ତାଙ୍କ ନୀରବତାର କାରଣ ପଚାରିଲେ।
ତେଣୁ ବିଶ୍ୱାସ କାନ୍ଦି କାନ୍ଦି କହିଲା, ମୁଁ ଗୋଟେ ଥର ଚାଲିଗଲେ ମୁଁ ଆଉ କେବେ ତୁମକୁ ଭେଟିବି ନାହିଁ। ଭୁଲ ହେବ ଏବଂ ଜିନିଷଗୁଡ଼ିକ ଭୁଲ ବୁଝାଯିବ। ଏହା ଜୀବନ ମହାଶୟ। ଏଠାରେ ପ୍ରଶଂସା ହେବ ଏବଂ ଏହା କିପରି ହେବ? ପ୍ରଶଂସା ଆପଣ ଯେତେ ବି କରିପାରନ୍ତି, କିନ୍ତୁ ଅପମାନ ଭାବିଚିନ୍ତିକି କରନ୍ତୁ। କାହିଁକି ନା ଅପମାନ ସେ ଉଦ୍ଧାର ହୋଇଥାଏ। ଅପମାନ ଏକ ଋଣ, ଯାହାକୁ ସମସ୍ତେ ଯେତେବେଳେ ପାଆନ୍ତି ସେତେବେଳେ ସୁଧ ସହିତ ପରିଶୋଧ କରନ୍ତି। ଗର୍ବ କହିଥାଏ ଯେ ଜଣକ ପାଖରେ କେତେ ଟଙ୍କା ଅଛି। ସଂସ୍କୃତି କହିଥାଏ ଯେ ଜଣଙ୍କର ପରିବାର କି ପ୍ରକାରର। କଥାବାର୍ତ୍ତା କହିଥାଏ ଯେ ଜଣେ ବ୍ୟକ୍ତି କି ପ୍ରକାରର। ବିତର୍କ ଆମକୁ କୁହେ ଯେ ଜ୍ଞାନ କିପରି। ଆଖି କହିଥାଏ ଯେ ମୁହଁଟି କିପରି। ସ୍ପର୍ଶ କହିଥାଏ ଉଦ୍ଦେଶ୍ୟ କ'ଣ। ସମୟ ଅପେକ୍ଷା ଅଧିକ। ଜୀବନରେ କେହି ଆପଣଙ୍କର କିମ୍ବା ଅପରିଚିତ ନୁହନ୍ତି। ଯଦି ସମୟ ଆମର ତେବେ ସମସ୍ତେ ଆମର, ଏବଂ ଯଦି ସମୟ ଅଜବ ହୁଏ ତେବେ ଆମର ନିଜ ଲୋକମାନେ ମଧ୍ୟ ଅପରିଚିତ ହୋଇଯାଆନ୍ତି। ଶୁଖିଲା ଗଛ ଏବଂ ମୂର୍ଖ ବ୍ୟକ୍ତି କେବେ ମୁଣ୍ଡ ନୁଆନ୍ତି ନାହିଁ। ଜଣେ ତାଙ୍କ ଚରିତ୍ର ପାଇଁ ସମ୍ମାନିତ ହୁଏ, ନଚେତ୍ ପ୍ରତିଷ୍ଠା ଦୃଷ୍ଟିରୁ ତାଙ୍କ ଛାଇ ମଧ୍ୟ ବ୍ୟକ୍ତି ଅପେକ୍ଷା ବଡ଼। ନିମ ଗଛକୁ ଯଦି କ୍ଷୀର ଏବଂ ଘିଅ ମଧ୍ୟରେ ବୁଡ଼େଇ ଦିଆଯାଏ ତଥାପି ନିମ ଗଛ ମିଠା ହୁଏ ନାହିଁ। ସେହିପରି ଆପଣ ଯଦି ଜଣେ ଦୁଷ୍ଟ ବ୍ୟକ୍ତିକୁ ଯେତେ ଜ୍ଞାନ ଦେଲେ ବି ସେ ନିଜର ମୂର୍ଖତାକୁ ତ୍ୟାଗ କରନ୍ତି ନାହିଁ। ଯାହାକୁ ନାଚ ଆସିଥାଏ ଜୀବନ ତାକୁ ବି ନଚେଇ ଦିଏ। ଏହା ଜୀବନ ହେଉଛି ସାର୍, ହସୁଥିବା ମଣିଷକୁ ବି କନ୍ଦେଇ ଦେଇଥାଏ। ମନେ ରଖନ୍ତୁ, ଆତ୍ମବିଶ୍ୱାସ ଏବଂ ଅହଙ୍କାର ଭିତରେ ଗୋଟିଏ ଏକ ସୂକ୍ଷ୍ମ ରେଖା ଅଛି। ଆତ୍ମବିଶ୍ୱାସ ଆପଣଙ୍କୁ ବହୁତ କିଛି ଦେଇଥାଏ ଏବଂ ଅହଙ୍କାର ଆପଣଙ୍କଠୁ ବହୁତ କିଛି ଛଡ଼େଇ ନେଇଥାଏ। ଜଣେ ମାଲିକ ଭାବରେ ନୁହେଁ ବରଂ ଜଣେ ମାଳି ଭାବରେ ଆପଣଙ୍କ ପରିବାରର ଯତ୍ନ ନିଅନ୍ତୁ। କାରଣ ଯେଉଁ ବଗିଚାରେ ମାଳି ଭଲ ସେଠାରେ ପ୍ରତ୍ୟେକ ଫୁଲର ସୁଗନ୍ଧ ଭଲ ଆସେ। ସମୟ, ସମ୍ମାନ ଏବଂ ବିଶ୍ୱାସ, ଏହି ତିନୋଟି ଜିନିଷ ଏମିତି ହୋଇଥାଏ ଯାହାକି ଗୋଟେ ଥର ହାତରୁ ଗଲେ ଆଉ ଥରେ କେବେ ବି ହେଲେ ଫେରି ଆସିନଥାଏ। ଶ୍ରୋତାବନ୍ଧୁମାନେ, ଆମ ଜୀବନରେ ବହୁତ ସୁନ୍ଦର କଥା ଗୁଡ଼ିକ ଯଦି ଆପଣମାନଙ୍କୁ ଭଲ ଲାଗିଥାଏ, ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିବେ। ରହୁଛି। ଜୟ ଜଗନ୍ନାଥ।